ପର୍ଯ୍ୟନ୍ତ ଚାଲିଛି ଆଜି ଦିନ ତମାମ ବି ଚାଲିବ ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ଦଳର ସାଂଗଠନିକ ବିଷୟ ଉପରେ ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଛୁ ଏବଂ ମଝିରେ ଯାଇକରି ଆମେ ଦଳର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଆମେ ତାଙ୍କ ସହିତ ଆଲୋଚନା କରିବା ଆମେ ଜଷ୍ଟ ଫେରିଲୁ ଏବେ ପୁଣି ଆମର ବି ଆଲୋଚନା ଚାଲିବ। ଆପଣ ଜାଣନ୍ତି ଯେ ବିଜୁ ଜନତା ଦଳ ଓଡ଼ିଶାର ଏବେ ବି ସବୁଠାରୁ ବଡ଼ ଦଳ ଏବଂ ସବୁଠାରୁ ଶକ୍ତିଶାଳୀ ଦଳ, ସବୁଠାରୁ ଲୋକପ୍ରିୟ ଦଳ, ସବୁଠାରୁ ଜନପ୍ରିୟ ଦଳ ଏବଂ ଆମର ସାଂଗଠନିକ କାର୍ଯ୍ୟକ୍ରମ ବର୍ଷ ତମାମ ଚାଲେ। ଆମେ ସରକାରରେ ଥିଲେ ବି ଚାଲେ, ଆମେ ସରକାରରେ ନଥିଲେ ବି ଚାଲେ ଏବଂ ଆମର ଯେଉଁ ପଦଯାତ୍ରା କାର୍ଯ୍ୟକ୍ରମ ପ୍ରତିବର୍ଷ ଅନେକ ବର୍ଷ ଧରି ଆମେ ଯାତ୍ରା କାର୍ଯ୍ୟକ୍ରମ କରୁଛୁ। ଗାନ୍ଧୀଜୀଙ୍କ ଜୟନ୍ତୀରୁ ଆମେ ସେ କାର୍ଯ୍ୟକ୍ରମ ଆରମ୍ଭ କରୁ। ଏଥର ମଧ୍ୟ ସେ କାର୍ଯ୍ୟକ୍ରମ ଆମେ ଆରମ୍ଭ ସାରିଛୁ। ଆମେ ସରକାରରେ ଥିଲାବେଳେ ବି ପଦଯାତ୍ରା କରୁଥିଲୁ, ଏବେ ବିରୋଧୀ ଦଳରେ ଅଛୁ ବି ପଦଯାତ୍ରା କରୁଛୁ ଏବଂ ଏ ପଦଯାତ୍ରାର ଯେଉଁ ଉଦ୍ଦେଶ୍ୟ ସେ ମହତ୍ ଉଦ୍ଦେଶ୍ୟ ଯେ ଦଳକୁ ସଂଗଠନକୁ ଏବଂ ଆମେ ଯେତେବେଳେ ସରକାରରେ ଥିଲେ ସରକାରକୁ ଲୋକଙ୍କର ନିକଟବର୍ତ୍ତୀ କରିବା, ଲୋକଙ୍କର କଥା ଶୁଣିବା, ଲୋକଙ୍କର ସମସ୍ୟା ଜାଣିବା, ତାକୁ ସମାଧାନ କରିବା ପାଇଁ ଚେଷ୍ଟା କରିବା। ଆଜି ଆମେ ବିରୋଧୀ ଦଳରେ ଥିଲେ ମଧ୍ୟ ସେ କାର୍ଯ୍ୟକ୍ରମ କରୁଛୁ ଏବଂ ଯେଉଁ ଜନସମସ୍ୟା ଲୋକ ସମସ୍ୟା ଯେଉଁଟା କରିବାରେ ବର୍ତ୍ତମାନର ସରକାର ବିଫଳତାର ସମସ୍ତ ସଂକେତ ଦେଲେଣି, ସେଥିପାଇଁ ମଧ୍ୟ ଲୋକେ ଆମକୁ କହୁଛନ୍ତି ଏବଂ ସେ ଇସ୍ୟୁକୁ ମଧ୍ୟ ଆମେ ବିରୋଧୀ ଦଳ ଭାବରେ ଟେକଅପ୍ କରିବୁ। ତା ବାହାରେ ଆପଣ ଜାଣନ୍ତି ଯେ ଆମର ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଉତ୍କଳମଣି ଗୋପବନ୍ଧୁଙ୍କର ଜୟନ୍ତୀ ଆସନ୍ତା 9 ତାରିଖରୁ ଆରମ୍ଭ ହେବ। ମାନ୍ୟବର ଦଳର ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେ କାର୍ଯ୍ୟକ୍ରମକୁ 9 ତାରିଖ ଦିନ ଆରମ୍ଭ କରିବେ ଏବଂ ସାରା ଓଡ଼ିଶାରେ ସହର ଠାରୁ ଗାଁ ପର୍ଯ୍ୟନ୍ତ ବ୍ୟାପକ ଭାବରେ ଆମର ସଭ୍ୟ ସଂଗ୍ରହ ଅଭିଯାନ ପୂର୍ବଭଳି ଚାଲୁ ରହିବ ଏବଂ ଯେହେତୁ ଆମେ ଏକ ଗଣତାନ୍ତ୍ରିକ ଦଳ, ନିର୍ବାଚନ କମିଶନଙ୍କର ସକଳ ନିୟମକୁ ଆମେ କାର୍ଯ୍ୟକାରୀ କରୁ ଏବଂ ମେମ୍ବରସିପ୍ ସଂଗ୍ରହ ପରେ ଆମର ଦଳର ସାଂଗଠନିକ ନିର୍ବାଚନ ପର୍ଯ୍ୟାୟକ୍ରମ ହେବ ଏବଂ ସେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଅତି କମ୍ରେ 2 ମାସରୁ 2.5 ମାସ ସମୟ ଆମକୁ ଲାଗିବ। ଦେଖନ୍ତୁ ଏଇଟା ସାଂଗଠନିକ କାର୍ଯ୍ୟର ଏଇଟା ଗୋଟେ ଅଂଶବିଶେଷ। ଆପଣ ଜାଣନ୍ତି ଦଳର ସଭାପତି ବିଭିନ୍ନ ଦଳର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି। ଆମର ମେମ୍ବରସିପ୍ ସଂଗ୍ରହ ପାଇଁ କମିଟି ଗଠନ କରାଯାଇଛି। ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଆଉ ଏକ କମିଟି ଗଠନ କରାଯାଇଛି। ସବୁକୁ ସମନ୍ୱୟ କରିବା ପାଇଁ ଗୋଟେ କମିଟି ଗଠନ କରାଯାଇଛି ଏବଂ ଦଳର ବରିଷ୍ଠ ନେତାମାନଙ୍କୁ ନେଇକରି ଗୋଟେ ଉପଦେଷ୍ଟା ମଣ୍ଡଳୀ ବା ଉପଦେଷ୍ଟା କମିଟି ଗଠନ କରାଯାଇଛି ଏବଂ ଆମେ ସମସ୍ତେ ସବୁ କମିଟି ମିଳିତ ଭାବରେ ଆମେ କାର୍ଯ୍ୟ କରୁଛୁ ଏବଂ ମାନ୍ୟବର ସଭାପତି ମଝି ମଝିରେ ସେ ସବୁ କାର୍ଯ୍ୟର ସମୀକ୍ଷା କରନ୍ତି ଏବଂ ଯେତେବେଳେ ଆବଶ୍ୟକ ସେ ଦିଗ୍ଦର୍ଶନ ଦିଅନ୍ତି, ଡାଇରେକ୍ଟିଭ୍ ଦିଅନ୍ତି। ସେ ଅନୁସାରେ ଆମର ଚାଲିଛି ସମୀକ୍ଷା। ଏବେ ଆମେ ମଝିରେ ଯାଇକି ତାଙ୍କୁ ଭେଟିକରି ଆସିଛୁ, ତାଙ୍କ ସହିତ ଆଲୋଚନା କରି ଆସିଛୁ ଏବଂ ଆମର ସମୀକ୍ଷା ବୈଠକ ସମ୍ପୂର୍ଣ୍ଣ ହେଲା ପରେ ଆମର କମିଟି ତାଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦଳର ସଭାପତିଙ୍କୁ ପରବର୍ତ୍ତୀ ନିଷ୍ପତ୍ତି ତ ଅନେକ ସମୟରେ ନିଆଯାଏ, ନୂଆ ପରିସ୍ଥିତି ଦେଖି ନୂଆ ନିଷ୍ପତ୍ତି ନିଆଯାଏ। ତ ବର୍ତ୍ତମାନ ଆମର ଯେଉଁ ମୁଖ୍ୟ ସାଂଗଠନିକ କାର୍ଯ୍ୟ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବା ଏବଂ ଦଳର ଅନ୍ୟାନ୍ୟ ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆମର ଯେଉଁଠି ଆମେ ଅନୁଭବ କଲୁ, ଲୋକେ ଅନୁଭବ କଲେ ଯେ ବର୍ତ୍ତମାନର ସରକାର ଏପରି କୌଣସି ପଦକ୍ଷେପ ନେଉଛନ୍ତି ଯାହା ଓଡ଼ିଶାର ସ୍ୱାର୍ଥ ବିରୋଧୀ, ଓଡ଼ିଶାର ସାଧାରଣ ମଣିଷର ସ୍ୱାର୍ଥ ବିରୋଧୀ, ଆମେ ନିଶ୍ଚିତ ଭାବରେ ଲୋକଙ୍କ ସାଙ୍ଗରେ ଛିଡ଼ା ହେବୁ। ସେ ପ୍ରକାର ଲୋକ ବିରୋଧୀ କାର୍ଯ୍ୟକ୍ରମର ଆମେ ବିରୋଧ କରିବୁ। ଦେଖନ୍ତୁ ଆମର ପଦଯାତ୍ରା ମୁଖ୍ୟାଲି ନୂଆ ନୁହେଁ, ଆମେ ଅତୀତରେ ବହୁ ବର୍ଷ ପଦଯାତ୍ରା କରିକି ଆସୁଅଛୁ, ବର୍ତ୍ତମାନ ପଦଯାତ୍ରା କରିବୁ ଏବଂ ପ୍ରାରମ୍ଭିକ ଅବସ୍ଥାରେ ଯାହା ଜଣାପଡ଼ିଛି ଯେ ବିପୁଳ ଜନସମର୍ଥନ ଆମକୁ ସହରଠାରୁ ଗାଁ ପର୍ଯ୍ୟନ୍ତ ଏ ପଦଯାତ୍ରାରେ ମିଳୁଛି। ଆପଣ ଦେଖିଥିବେ ବିଭିନ୍ନ ଜାଗାରେ ଆମର ଯେଉଁ ପଦଯାତ୍ରା କାର୍ଯ୍ୟକ୍ରମ ହେଉଛି ଶହ ଶହ ହଜାର ହଜାର ସଂଖ୍ୟାରେ କେବଳ ଆମ ଦଳର କର୍ମୀ ନୁହନ୍ତି, ସାଧାରଣ ଗାଁବାସୀ ମଧ୍ୟ ସାମିଲ ହେଉଛନ୍ତି ଏବଂ ଆମର ପଦଯାତ୍ରାକୁ ସେମାନେ ସଫଳ କରୁଛନ୍ତି।